যমুনা ଯିବାକୁ ମୋତେ ହୋଇଛି ମନା ଯମୁନା ଯିବାକୁ ମୋତେ ହୋଇଛି ମନା କାଖରୁ କଳସି ପଡ଼ୁଛି ରେ ଖସି ପାଦ ହେଉଛି ଅଥୟ ମୋର ମନ ହେଉଛି ଅଥୟ ପାଦ ହେଉଛି ଅଥୟ ମୋର ମନ ହେଉଛି ଅଥୟ ରହିପାରେ ନା ରେ କାହ୍ନା ରେ କାହ୍ନା 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 ଯମୁନା ଯିବାକୁ ମୋତେ ହୋଇଛି ମନା ଯମୁନା ଯିବାକୁ ମୋତେ ହୋଇଛି ମନା ଯମୁନା ଯିବାକୁ ମୋତେ ହୋଇଛି ମନା
ପଦ ଇନ୍ଦ୍ରପଦ ପାଇ ହରିନାମ ଧରିଲେ ଜଗାଇ ରାମ ନାମ ସଂସାରରେ ବାଞ୍ଛା କଳ୍ପ ଜରୁ ରାମ ନାମ ଦୁବଗତି ହୋଇପାରେ ଦାରୁ ଯମୁନା ହରେ କୃଷ୍ଣ ହରେ ରାମ ଯେଉଁ ତିନି ନାମ ଯମୁନା କଳିଯୁগে ପାପ ଭରା ଉଚ୍ଚାସ ବିଧାନ ଯେଉଁ ନାମ କରିଗଲେ କେତେ ମହାପାପୀ ଉଦ୍ଧାରିଲେ ନ ପାରନ୍ତି ବଡ଼ ବଡ଼ ତପୀ। ତାହେଲେ ଆସନ୍ତୁ ଆଜ୍ଞା ଭଗବାନଙ୍କର ମହିମା ଦେବର୍ଷି ନାରଦ ଆଜ୍ଞା ବୟାନ କଲେ। ନାରାୟଣ ମଙ୍ଗଳ କରନ୍ତୁ, ଭଲ ମଣିଷ କରନ୍ତୁ, ସର୍ବେ ବୋଲ ଆନନ୍ଦ କବାର। ତାହେଲେ ଆସନ୍ତୁ ଭଗବାନଙ୍କ ମହିମା ଗୋଟିଏ ପଦ ଛାନ୍ଦ ଏଠି ଗାଇବା ଆଜ୍ଞା। ତା ମହିମା କିଏ କହିଛି ନା ଆମେ କହିପାରିବା? ଜମା ନୁହଁ। ବର୍ତ୍ତମାନ ତ ସମୟ ହେଇଗଲା, ଆପଣ ବିଷୟ କିଛି ହେଇନି, ଯେତିକି ଆପଣ ମାନଙ୍କ ପାଖରେ ଉପସ୍ଥାପନ କରିଗଲା ସେତିକିରେ ସନ୍ତୁଷ୍ଟ ହେବେ। ହରି ଅନନ୍ତ, ହରି କଥା ବି ଅନନ୍ତ ଆଜ୍ଞା। ପିଲାମାନେ କହିଲା ଯାହାଙ୍କ ଲୋକନ ତ୍ୟକ୍ତ ଗଲେ ମନ ମୁକ୍ତ ହୋଇ ଯିବା ତ୍ୟକ୍ତ କଲେ ମନ ମୁକ୍ତ ହୋଇଯିବା କର୍ମକୁ। ଯାହାକୁ ଦେଖିଲେ ଆଖିରେ ମଣିଷର ଦୁର୍ବାସନା ଅଳିଆ ଆବର୍ଜନା ଅପରିଷ୍କାର ଅନ୍ତରାତ୍ମାରୁ ସବୁ ଦୂରେଇ ଯାଏ। ଭଗବାନଙ୍କୁ ଦେଖିଲେ ପଣିତ ସବୁ ଅନ୍ତରାତ୍ମାର ପଣିତେ ମୋହ କାମ ଲୋଭ ସବୁ ଆଜ୍ଞା ଦୂରେଇ ଯାଏ। ଗୋବିନ୍ଦ ଦର୍ଶନ ଯେ କରେ ପାପ ନ ରହେ ତା ଅନ୍ତରେ। ଭାଗ୍ୟ ଯା ଈଶ୍ୱରତା ଭୋଗ ମୋର ଭକ୍ତି ବଡ଼ ଲାଭ। ଭାଗ୍ୟରେ ଥିଲେ ଭଗବାନ ମିଳନ୍ତି। ଆଉ ଯଦି ମଣିଷ ସେତିକି ଦୃଢ଼ ଆଜ୍ଞା ଆଉ ଯେତିକି ଭଲ ଭାଗ୍ୟ ଥିବ ସେତିକି ବେଳେ ଭଗବାନଙ୍କ ରୂପକୁ ଦର୍ଶନ କରେ। ଯାହାଙ୍କ ଲୋକନୁ ତ୍ୟକ୍ତ କଲେ ମନ ମୁକ୍ତ ହୋଇଯିବା କର୍ମକୁ। ଯାହାଙ୍କୁ ଦେଖିଲେ ମଣିଷର ପଣିତେ ଯେତେ ସବୁ ଦୁର୍ବାସନା ଯେତେ ପଣିତେ ଅଳିଆ ଆବର୍ଜନା ଅପରିଷ୍କାର ଅନ୍ତରାତ୍ମାରୁ ସବୁ ପରିଷ୍କାର ହୋଇଯାଏ। ଆଖିରେ ଯେମିତି କଳା ଲଗେଇଲେ ଆଖିର ଅପରିଷ୍କାର ନାଶ ହୋଇଯାଏ, ସେମିତି ଭଗବାନଙ୍କୁ ପଣିତ ମଣ୍ଡଳୀ ଯଦି ଦେଖିବା ସବୁତକ ଆଜ୍ଞା କାମ କ୍ରୋଧ ଲୋଭ ଚାଲିଯାଏ। ନିର୍ବିକାରୀ ତପଚାରୀ ଆଚରିଲେ ଭାରି କ୍ଲେଶ ନାରୀ ଜନ୍ମକୁ। ନିର୍ବିକାରୀ ଯାହାର ବିକାର ପଣିତେ ନାହିଁ ସେ ହେଉଛି ନିର୍ବିକାରୀ। ତପସ୍ୟା କରି ଯେ ତ୍ରେତୟା ଯୁଗରେ ଭଗବାନଙ୍କୁ ପାଇ ସେ ଦ୍ୱାପରରେ ଗୋପୀ ହୋଇ ଅପ୍ରାକୃତ ପ୍ରେମ ଯୋଉ କୃଷ୍ଣ ଆଜ୍ଞା ପ୍ରଦାନ କଲେ ଗୋପୀ ମାନଙ୍କୁ, ସେଇ ମୋହନ ଅପଘନେ ହୁଅ ନିଘନ। ସେଇ ମୋହନ ପଣିତେ ଭଗବାନ ରୁକ୍ମଣୀ କି ଧାର୍ଯ୍ୟ ହୁଅ। ସେଇ ରୁକ୍ମଣୀ ଭଗବାନ କୃଷ୍ଣକୁ ପ୍ରାପ୍ତ ହୁଅ। ବିଜୁଳି ଝଳି ବିମ୍ବ ସ୍ଥଳେ କଳିନ୍ଦ ଝଳି ଦିଶୁ ବଳି ମର୍ଦନ। ଯେମିତି ପଣିତେ ବିଜୁଳି କାଳନ୍ଧିର ତ ଜଳ ହେଉଛି କଳା। କଳା ଜଳ ମଧ୍ୟରେ ବିଜୁଳି ମାରିଲେ ଯେମିତି ଆଜ୍ଞା ଶୋଭା ବିସ୍ତାର କରେ, ହେ ମା ଲକ୍ଷ୍ମୀ ସହିତ ନାରାୟଣ ସେମିତି ବିବାହ କଲା ପରେ ଶୋଭା ବିସ୍ତାର ହେବ। ଭଗବାନଙ୍କ ପାଇଁ ପଣ୍ଡିତ ମଣ୍ଡଳୀ ଏପରି ଉପଯୁକ୍ତ ପତ୍ନୀ ଏଇପରି ଆଜ୍ଞା ସ୍ୱୀକୃତି ନାରଦ ଦେଲା ପରେ ମା ପଣ୍ଡିତ ଆଜ୍ଞା ସେଇଦିନ ଭଗବାନ କୃଷ୍ଣଙ୍କୁ ଅନ୍ତରାତ୍ମାରେ ହୃଦ ରୂପକ ସିଂହାସନ ମଧ୍ୟରେ ପ୍ରେମ ରୂପକ ଆଜ୍ଞା ସବୁଦିନ ଭଗବାନ କୃଷ୍ଣ କୃଷ୍ଣ ମାୟା ହେଲେ। ମା ରୁକ୍ମିଣୀଙ୍କ ହୃଦ ରୂପକ କେଦାର ମଧ୍ୟରେ ये कृष्ण रूपक प्रेम रूपक मंजी आज्ञा रुक्मिणी बुणी देले। से दिन पंडित मंडली देवर्षि नारद कथा अनुसार रुक्मिणी खाली कृष्ण 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 हेले। ताहले नारद आज्ञा पूर्व रूपे जाउथिले ना पूर्वरु द्वारिका को भगवान कृष्ण को देखिबा गला बेले नारद रुक्मिणी की कृष्ण तुमर स्वामी हुअन्तु बोली आशीर्वाद प्रदान करी
যাই পণ্ডিতে দ্বারিকারে পহଞ୍ଚିଲେ দ্বারিকার রূপ বর্ণনা দ্বারিকা কোউঠি দেখিবা আজ্ঞা আসন্তু যদুমণি সাহিত্য আনিবা বাপা বলা সুমতি দেই বিচার সুমতি সুমতি দেই বিচার সুমতি বলা অম্বুধি মধ্যবর্তী দ্বার ইয়ে পুরর আশ্চর্য জলপনা শিবা সংকল্প কর্তার প্রশংসা শিব হে ইয়ে বসি করি কল্প গল্প রে রমাইয়া মই কল্প ইয়ে প্রজ্বল বলে হে বল ସୁମତି କହିଲେ ଉତ୍ତମ ମତିରେ ବିଚାର କରିବା ଅମ୍ବୁଦି ମଧ୍ୟବର୍ତ୍ତୀ ଦ୍ୱାରବତୀ ଦ୍ୱାରିକାଟି ଆରବ ସାଗରରେ ଅବସ୍ଥିତ ପୁରର ଆଶ୍ଚର୍ଯ୍ୟ କଳ୍ପନା ଶିଳ୍ପ ସେ ପୁରର ପଣ୍ଡିତ ମଣ୍ଡଳୀ କାରିଗରୀ ରୂପ କାରିଗରୀ ମାନେ ଏମିତି ଆଜ୍ଞା ବୈଭବ ଶୋଭା ବିସ୍ତାର କରୁଥିବା ରାଜ୍ୟକୁ ତିଆରି କରିଥିଲେ ଯେ ଚିତ୍ର ବିଚିତ୍ରରେ ସମସ୍ତେ ଖାଲି ପଣ୍ଡିତେ ସଂକଳ୍ପ କର୍ତ୍ତାର ପ୍ରଶଂସା ଶିଳ୍ପ ସମସ୍ତେ ଖାଲି ସମସ୍ତେ କାରିଗରୀ ମାନଙ୍କୁ ପ୍ରଶଂସା କରୁଛନ୍ତି ବୋଲେ ଏ ପୁର ଶୋଭାକୁ ଜଣେ କହିବାକୁ ଯୋଗ୍ୟ ତଥାପି ହବନି ହବ ନାହିଁ କିଏ ସିନା ରମାଙ୍କର କାମନା କଳ୍ପ ଯିଏକି ବିଷ୍ଣୁ ଆଜ୍ଞା ବିଷ୍ଣୁଙ୍କର ପାଦପ ଯିଏକି ଆଜ୍ଞା ଅନନ୍ତ ଅନନ୍ତ ଯଦି ତାଙ୍କର ହଜାରେ ତୁଣ୍ଡରେ ଦ୍ୱାରିକାର ଶୋଭା ବିସ୍ତାର କିଛି କରିବେ ବୋଲେ ପ୍ରଜଳ୍ପନ ହେବ ଅଳ୍ପ ସେ ଅଳ୍ପ କିଛି କହିବେ ଦ୍ୱାରିକାର ସମ୍ରାଟ ପଣ୍ଡିତେ ଭଗବାନ ଯୋଗେଶ୍ୱର କୃଷ୍ଣ ପହଞ୍ଚିଲେ ନାରଦ ଯାଇ ଦ୍ୱାରିକାରେ ନାରଦଙ୍କ ସହିତ କୃଷ୍ଣଙ୍କର ମିଳନ ହେଲା ଚାଲିଛି କଥୋପକଥନ ଆଜି ତ ପଣ୍ଡିତ ମଣ୍ଡଳୀ ଶେଷ ପୂର୍ଣ୍ଣାଙ୍ଗ ଦିବସ ଗୋଟେ ଗୀତ ଗୋବିନ୍ଦ ଗାଇବା ଏଇଠି ହେ ମୋର ପଣ୍ଡିତ ମଣ୍ଡଳୀ ଆମମାନଙ୍କର ତ ୟା ପରେ ଆଜ୍ଞା ଆସିବ ଭଗବାନଙ୍କର ପବିତ୍ର ରାମ ନାଟକ ଆସନ୍ତୁ ଆଜ୍ଞା ଗୋଟେ ପଦ ଗୀତ ଗୋବିନ୍ଦ ଆପଣଙ୍କର ଜୟଦେବ ଗୋସ୍ୱାମୀଙ୍କ ଲେଖା ଭଗବାନ କୃଷ୍ଣକୁ ନାରଦ ଦେଖିଲେ ପିଲେମାନ ଚମତ୍କାର ପଦ ଆସନ୍ତୁ ଶୁଣିବା କହିଲା ଜଳଦ 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 ধন
ଭଗବାନଙ୍କ ରୂପକୁ ଦର୍ଶନ କଲେ ନାରଦ। ଦ୍ୱାରିକାରେ ପହଞ୍ଚିଲେ ଦେବର୍ଷି ନାରଦ କୃଷ୍ଣଙ୍କ ସହିତ ଦେଖା ହେଲା। ହଁ ହଁ ଭଗବାନ ଯୋଗେଶ୍ୱର କୃଷ୍ଣ ବସିଥିଲା ବେଳେ ଆଜ୍ଞା ନାରଦ ପହଞ୍ଚିଲା ବେଳେ ଭଗବାନଙ୍କ ସହିତ ସ୍ୱାଗତ ହେଲା। ଭାଗବତ କହିଲେ ଭକ୍ତ ପାଇଁ ତ ପ୍ରଭୁ ପାଗଳ ଆଉ ଯୁଗେ ଯୁଗେ ତା ପାଇଁ ତ ସବୁ କାର୍ଯ୍ୟ ଆଜ୍ଞା। ବୋଲେ ହାତେ ମୁଁ ଚକ୍ର ଧରି ଥାଇ କେବଳ ଭକ୍ତଙ୍କ ପାଇଁ ହାତରେ ମୁଁ ଚକ୍ର ଧରୁଛି କେବଳ ମୋ ଭକ୍ତ ପାଇଁ ନା। ଭକ୍ତଙ୍କ ପାଇଁ ବୋଲା ମୋର ଭକ୍ତକୁ ଯେ ପିଡ଼ନ୍ତି ମୋ ଚକ୍ର ତେଜେ ନାଶ ଯାଆନ୍ତି। ବୋଲା ମୋ ଭକ୍ତକୁ ଯେ ପୀଡ଼ା ଦବ ମୋ ଚକ୍ର ତେଜରେ ସେ ନାଶ ହେଇଯିବ। ତାକୁ ଖତମ କରି ଦେंगे। ସେଇଥିପାଇଁ ଯୁଗେ ଯୁଗେ ଭଗବାନ ଭକ୍ତର ଆଜ୍ଞା। କାଟି ଦେବ ଭକ୍ତ ଯେମିତି ଭଗବାନଙ୍କୁ ଡାକିବ ଭଗବାନ ସେମିତି ଆସିବେ। ଆଜ୍ଞା ବ୍ରହ୍ମର ଅଂଶ ହେଉଛି ଜୀବ। ଜୀବ ଯେମିତି ଭଗବାନଙ୍କୁ ତ୍ୟକ୍ତ କରାଇବ ପୃଥିବୀକି ଆସିବା ପାଇଁ ଆଜ୍ଞା ଆଜ୍ଞା ବ୍ରହ୍ମ ତ ଆସିବ ହିଁ ଆସିବ ଆଜ୍ଞା। 7 ବର୍ଷର ଧ୍ରୁବ 7 କଳ୍ପର ଆୟୁ ଆଣିଲା। ରାଇଟ ପ୍ରେମ ଭାବ ଥିଲା ଭଗବାନଙ୍କ ପ୍ରତି ଆସକ୍ତି ଥିଲା ଶ୍ରଦ୍ଧା ଥିଲା ପ୍ରେମ ଥିଲା ଏକାଗ୍ରତା ଥିଲା। ପ୍ରଭୁ ନଭ ମଣ୍ଡଳ ମଧ୍ୟରେ ଗୋଟେ ସନ୍ତତ୍ର ଜାଗା ତିଆରି କଲେ। ସେଇଥିପାଇଁ ପଣ୍ଡିତ ଠାକୁର ଅଭିରାମ ପରମହଂସ କହିଲେ ଭାବ ବିନୋଦିଆ ଠାକୁର ହେ ଭକ୍ତ ବଶ୍ୟ କର୍ମ ମୁଁ କରୁଛି ଆପଣ ଆନନ୍ଦେ ଭୁଞ୍ଜ ଫଳ ମୋର ଅଜାଣରେ ଆପଣ ଯେବେ ଫଳ ଭୁଞ୍ଜିବ ଜୀବ ସୃଷ୍ଟି ଗୋଟି ନାଥ ହେ ତୁମ ବୃଥା ହୋଇବ ଆପଣ ହୋଇଥିବେ ଭାବ୍ୟ ମୋହି ହୋଇବି ଭାବ ଇଏ ଭାବଗ୍ରାହୀ ନାମକୁ ତୁମ୍ଭେ ବହିଥିବ କେଶବ ତୁମ୍ଭେ ମୋତେ କୃପା ନେତ୍ରରେ ଚାହିଁଥିଲେ ବୈକୁଣ୍ଠ ଆହେ ନାରାୟଣ କି କରି ପାରିବେ ମୋତେ ଦୁଷ୍ଟ ଯାହାକୁ ସାହା ହୋଇଥିବେ ପଦ୍ମାଳୟାଙ୍କନା ଇଏ ବଳବାନ କିସ କରିବେ ତାକୁ ଚତୁର ଶୁଣାଇବି କିସ ଆପଣ ସକଳ ଶୁଣିପାର ଇଏ ଭାଷ୍ୟ ଅଭିରାମ ଆପଣ ମୋର ମୁହିଁ ତୁମର। ଯାହାକୁ ଭଗବାନ ରଖିବ ତାକୁ କିଏ ମାରିବ ଆଜ୍ଞା? ନାଇଁ ନାଇଁ ଯାହାକୁ ସିଏ ମାରିବ ତାକୁ କିଏ ରଖିବ? କେହି ନାଇଁ ମାରେ ହରି ତ ରଖେ କିଏ ରଖେ ହରି ତ ମାରେ କିଏ? ତାକୁ ଆଜ୍ଞା ଯିଏ ଆଶ୍ରୟ ନେବ ସେଇ ହେଉଛି ପବିତ୍ର ଭକ୍ତ। ନାରଦ ଭଗବାନଙ୍କୁ ଦର୍ଶନ ଦେଲେ। ନାରଦଙ୍କୁ ଦେଖି ଭଗବାନ କହିଲେ ନାରଦ ଆପଣ ଆସିଛନ୍ତି ବୋଲି ଅନନ୍ତ ବ୍ରହ୍ମାଣ୍ଡର ଗର୍ଭ ମଧ୍ୟକୁ ବିଶ୍ୱ ବ୍ରହ୍ମାଣ୍ଡକୁ ଯେ ଗର୍ଭରେ ଧରେ କିନ୍ତୁ ନାରଦ ଆଜି ଆସୁଛନ୍ତି ମୋ ଦ୍ୱାରିକାକୁ ବୋଲି ଏଇ ଅନନ୍ତ ଗର୍ଭରୁ ସବୁ ଆନନ୍ଦ ତଳକୁ ଭୂମିଷ୍ଠ ହେଇଯାଉଛି। ଯୁଗାନ୍ତେ ଆପଣ ତନକୁ ହେଲେ ସଂକୋଚ କରି ଜୀବନ ତନୁରେ ରଖଇ ଗୋଟି ବ୍ରହ୍ମାଣ୍ଡ ଭରି ଯେତେବେଳେ ଯୁଗନ୍ତ ହବ ସକଳ ବିଶ୍ୱ ବ୍ରହ୍ମାଣ୍ଡକୁ ଗର୍ଭରେ ମୁଁ ଧରିବି। ନାରଦ ଆସିବା ଆନନ୍ଦ ଆଜି ପୁଣି ନ ଧରେ ଉଛୁଳି ଉଠୁଛି ଅନନ୍ତ ଗର୍ଭ ଭଗବାନ କହିଲେ ନାରଦ ତମେ ଆସିଛ ବୋଲି ଏତେ ଆନନ୍ଦ ମୁଁ ମୋ ଅନନ୍ତ ଗର୍ଭରୁ ସବୁ ଆନନ୍ଦ ଉଛୁଳିକି ତଳେ ପଡ଼ି ଯାଉଛି। ଭଗବାନ ତମର ଏଇଟା ପ୍ରଭୁ ଭକ୍ତମାନଙ୍କ ପ୍ରତି ଭଲ ପାଇବା ଏଇଟା ଭଗବାନ ଆପଣ ଭକ୍ତମାନଙ୍କ ପ୍ରତି ଏଇଟା ଉଦାରତା। ମୁଁ ଆସିଛି ବୋଲି ଆପଣ ଯେଉଁ ଆନନ୍ଦ ହେଉଛନ୍ତି ଏଇଟା ହେଉଛି ଆପଣଙ୍କର ଭକ୍ତ ପାଇଁ ଆପଣଙ୍କ ଉତ୍କଣ୍ଠିତ ଚିତ୍ତ ଏଇଟା ସବୁଦିନ ଆପଣଙ୍କର ଅଛି ଏଇଟା ମୁଁ ଜାଣିଛି ପ୍ରଭୁ। କିନ୍ତୁ ଆସିବାର ଗୋଟେ ପ୍ରଭୁ କାରଣ ଅଛି। ମୁଁ ଯାଇଥିଲି ପ୍ରଭୁ ବିଦର୍ଭ ଗଡ଼କୁ ସେଠାରେ ମା ରୁକ୍ମିଣୀ ସହିତ ମୋର ସାକ୍ଷାତ ହେଲା। ମୋତେ ମା ରୁକ୍ମିଣୀ ନମସ୍କାର କଲେ ମୁଁ ତାଙ୍କୁ ଆଶୀର୍ବାଦ ପ୍ରଦାନ କଲି ହେ ମା କୃଷ୍ଣ ତୁମର ସ୍ୱାମୀ ହୁଅନ୍ତୁ। କହିଲେ ପ୍ରଭୁ ଏପରି ଆଶୀର୍ବାଦ ମୋର ସତ କରିବୁ ତ? ମୁଁ ତ ଆଶୀର୍ବାଦ ଦେଇଦେଲି ମାଙ୍କୁ ମୋର ଆଶୀର୍ବାଦ ସତ୍ୟତା ହବ ତ ପ୍ରଭୁ? ଏଇଠି ଆଜ୍ଞା ନାରଦଙ୍କୁ ଭଗବାନ କୃଷ୍ଣ କହିଲେ ବୋଲା ବୈକୁଣ୍ଠେ କମଳା ଶୈବ ଦ୍ୱାରବତୀ ରୁକ୍ମିଣୀ बोला सीतया दंड कारणे राधा वृंदावने बने नारद एटा विधिर पूरा निर्धारित
ବୈକୁଣ୍ଠପୁରରେ ଲକ୍ଷ୍ମୀ ସହିତ ନାରାୟଣ ସୁନ୍ଦର, ଦଣ୍ଡକାରଣ୍ୟରେ ସୀତାଙ୍କ ସହିତ ରାମ ସୁନ୍ଦର, ଦ୍ୱାରିକାରେ କୃଷ୍ଣ ସହିତ ରୁକ୍ମିଣୀ ସୁନ୍ଦର, ବୃନ୍ଦାବନରେ ରାଧା ସହିତ କୃଷ୍ଣ ସୁନ୍ଦର। ଆଉ ଏଟା ବିଧାତା ବିଧାନ କରିଛି। ଆଉ ଲକ୍ଷ୍ମୀଙ୍କର ମୋର ଆଗରୁ ନିର୍ଦ୍ଧାରିତ ହେଇଯାଇଛି, ଯୁଗେ ଯୁଗେ ମୋର ସିଏ ପତ୍ନୀ ହେବେ, ମୁଁ ତାଙ୍କର ପତ୍ନୀ ପତି ହେବି। ଏଇଟା ଆଗରୁ ନିର୍ଦ୍ଧାରିତ ହେଇଛି। ଆଗକୁ ଏଇଟା କହୁଛ, ଏଇଟା ହିଁ ନିଶ୍ଚିତ ହବ। ଆଗରୁ ନିର୍ଦ୍ଧାରିତ ହେଇଛି। ତାହେଲେ ପଣ୍ଡିତ କୋଉ ଦିନ ନିର୍ଦ୍ଧାରିତ ହେଇଛି? କେତେବେଳେ କୋଉ ଦିନ? ଯେତେବେଳେ ଭଗବାନ ରାମ ସୀତାଙ୍କୁ ବିବାହ କରି ଆଚ୍ଛା ଆଜ୍ଞା ମିଥିଳାରୁ ଅଯୋଧ୍ୟାରେ ଆସି ପହଞ୍ଚିଲେ। ପହଞ୍ଚିଲେ। ଭଞ୍ଜ ସାହିତ୍ୟ ଗୋଟେ ପଦ ଏଠି ଗାଇବି, ସମୟ ତ ନାହିଁ। ହଁ ଗୋଟା ପଦ ହଉ। ବୋଲା ବିଦଗଧ ଶ୍ରୀରାମଚନ୍ଦ୍ର ହେ, ବନ୍ଧୁ ଜୀବନ ଯିବାର ବିଳାସିନୀ ନ କରିବି ବୋଲି ଭଗବାନ ରାମ ଆଉ ସୀତା ପୁଣିତେ ମଧୁଶଯ୍ୟା ଘରେ ଗୋଟାଏ ଦୀପକୁ ଧାରଣ କରି କେନ୍ଦ୍ର କରି ଆଜ୍ଞା ପରସ୍ପର ପ୍ରତି ନିୟମ କଲେ। ରାମ ଆଉ ସୀତା ପୁଣିତେ ପରସ୍ପର ପ୍ରମାଣ କଲେ, ନିଜେ ପ୍ରତିଜ୍ଞା କଲେ ଯେ ଯୁଗେ ଯୁଗେ ଆମେ ଉଭୟ ପତି ପତ୍ନୀ ହୋଇକି ଜନ୍ମ ହବା। ଭଞ୍ଜ କହିଲେ ବିଦଗ୍ଧ ଶ୍ରୀ ରାମଚନ୍ଦ୍ର କହେ, ବିଶେଷ ଭାବରେ ଦଗ୍ଧ। ମହା ଜ୍ଞାନୀ ରୂପରେ ଅତି ଭାବରେ ଭଗବାନ ରାମ କହିଲେ, ହେ ସୀତା, ହେ ବନ୍ଧୁ, ଜୀବନ ଥିବା ପର୍ଯ୍ୟନ୍ତ ଏ ଦେହକୁ ଆଉ କୌଣସି ନାରୀ ସହିତ ମୁଁ ଅନୁଗାମିନୀ କରିବି ନାହିଁ। ଏ କଥା କହି କବି ଲେଖିଲେ, ବିଳାସିନୀ ନ କରିବି ଆନକୁ ବୋଲି ଛୁଇଁ ଦୀପ ହୁତାସନକୁ। ରାମ ସେଦିନ ଭଗବାନ ସୀତାଙ୍କୁ ମା ଜାନକୀକି ପଣ୍ଡିତ ଆଜ୍ଞା ଯୁଗେ ଯୁଗେ ଏକପତି ବ୍ରତ କରିବି, ତ୍ରେତୟା ଯୁଗରେ ଆଉ କାହାର ପାଣି ଗ୍ରହଣ କରିବିନି ବୋଲି ମା ଜାନକୀକି ପଣ୍ଡିତ ଦୀପକୁ ଧରି ଆଜ୍ଞା ପ୍ରତିଜ୍ଞା କରି କହିଲେ, ହେ ବନ୍ଧୁ, ଏ ଯୁଗରେ ତମ ସହିତ ମୋର କେବଳ ଏକପତି ପତ୍ନୀ ହବ, ବ୍ରତ ହବ। ଏ ଜନ୍ମରେ ମୁଁ ଆଉ କାହାର ପାଣି ଗ୍ରହଣ କରିବିନି। ପଣ୍ଡିତ ମଣ୍ଡଳୀ, ଆପଣଙ୍କ ଜୀବନ ପରିଚର୍ଯା ପାଲା, ଆପଣଙ୍କ ସମାଜ ହଉଛି ପାଲା। ପାଲା ହଉଛି ଗାଁ ଗହଳିଆ କଥା ଆଜ୍ଞା। ପାଲାରେ ଆଧ୍ୟାତ୍ମିକତା ଅଛି, ସାହିତ୍ୟ ଅଛି, ପୁରାଣ ଅଛି, ସଂସ୍କୃତ ଅଛି, ପାଲା ମାଧ୍ୟମରେ ଦର୍ଶନ ବି ଅଛି। ତାହେଲେ ପଣ୍ଡିତ, ଆପଣ ମାନଙ୍କ ଦର୍ଶନ ସମାଜ ଗୋଟେ ମଧୁଶଯ୍ୟା ଘରେ ଦୀପ କାହିଁକି ଜଳେ? ଦିଅନ୍ତିନି ତ ବିଡି ଲଗେଇବା କଥା। ନାଇଁ ଆଜ୍ଞା, ଦୀପ ଜଳିବାର କାରଣ ଅଛି। ମଣିଷର ପ୍ରତ୍ୟେକ ଦେହ ହଉଛି ଗୋଟେ ଗୋଟେ ଦୀପ। ସମସ୍ତ ମାନବ ମାନଙ୍କ ଦେହ ହଉଛି ଦୀପ। ଯାହାକୁ ଆପଣଙ୍କ ଶାସ୍ତ୍ର କହିଲେ, କାହିଁକି ଆଜ୍ଞା ସୀତା ଆଉ ରାମ ଦୀପକୁ ପ୍ରତିଜ୍ଞା କରି ନିୟମ କଲେ? ଗଲା ଜୀବନ ପ୍ରଦୀପ ଜଳୁଥାଇ ଯୋଥା ଆୟୁ ତଳ ଥିବା ଆୟୁ ତଳ ନିଶ୍ଵେ ସତ ବାଣ ସେ ଦେହ ହଉଛି ଦୀପ, ବଳିତା ହଉଛି ଜୀବନ, ତେଲ ହଉଛି ଆୟୁଷ। ଯେ ପର୍ଯ୍ୟନ୍ତ ଦୀପରେ ତେଲ ଥିବ, ତା ଭିତରେ ବଳିତା ଥିବ, ସେମିତି ସୁରକ୍ଷିତ ହୋଇକି ପଣ୍ଡିତ ସଜ୍ଜିତ ହୋଇକି ଥିବ। ଯେତେବେଳେ ପଣ୍ଡିତ ଦୀପରେ ନିଆଁ ଲାଗିଯିବ, ବଳିତା ଲିଭିଯିବ, ଦୀପରୁ ତେଲ ଆଜ୍ଞା ସରିଯିବ, ଦୀପ ଲିଭିଯିବ। ତାହେଲେ ପଣ୍ଡିତ ଦେହ ଯଦି ଦୀପ ହେଲା, ତେଲ ଯଦି ଆୟୁଷ ହେଲା, ବଳିତା ଜୀବନ ହେଲା, ତାହେଲେ ଦୀପର ପଣ୍ଡିତ ନିଆଁ ହେଉଛି ନାରୀ। ନାରୀ ରୂପ ନିଆଁ ପଣ୍ଡିତ ଲାଗିଗଲେ ଦୀପରେ ଆଜ୍ଞା ତେଲ ସରିଯିବ, ବଳିତା ଲିଭିଯିବ। ହେ ନିଆଁ ହଉଛି ନାରୀ। আচ্ছা নারী রূপক নিয়া যেতলে আম দেহ বলিতারে লাগুচি ইয়ে আয়ুষ রূপক তেল সরি যাউচি তাহলে পুনিতে ঠিক নারী গ্রহণ করিয়া ভুল শাস্ত্র কোন এই শিক্ষা দেলা আউ নারী ম্যারেজ করিবানি নিজে রসই করি খাইবা দেখন্তু আজ্ঞা যদি শাস্ত্র এমিতি কহিবা আর বিবাহ ন করিব বংশ তো বঢ়িবনি ধর্ম তো উপার্জন করিবানি কাই কি শাস্ত্র এমিতি কহিলা কিরে যদি বংশ বঢ়িবনি সাত চাইনা পাকিস্তান মারি আসিবে নারী তো খারাপ নুহ কার্যসু মন্ত্রী করণেসু দাসী স্নেহসু মাতা ক্ষময়া ধরিত্রী জগতরে নারী জন্ম বিচিত্র প্রকার জননী ভগিনী জায়া রূপরে আধার তাহলে পণ্ডিত এমিতি শাস্ত্র কাহিকি কহিলা ভাগবত নির্যাস দেলে কহিলা নারী সঙ্গ মরু তু মতে
কেবল পুত্র জন্ম অর্থে বলা অন্যথা রতি সুখ অর্থে বলা কেবে হে ন চিন্তি বুঝিতে বলা জীবর স্বধর্ম এ বাণী ইয়ে সকল বেদে পরিমাণী বলা এহা ন জানি মূঢ় প্রাণী ইয়ে দুঃখକୁ সুখ দায় মণি বলা ঘরণী হই পুরুষକୁ ইয়ে মায়ারে ভক্ষে সে অঙ্গକୁ হে পণ্ডিতে কবি লেখিলে নারী সঙ্গম কর ঋতু অনুসারে নারী গ্রহণ কর অমাবস্যা সংক্রান্তি আজ্ঞা রবিবার নিষ্ফলা গুরুবার একাদশী দ্বাদশী দশমী 7 দিন 16 ভিতরে পণ্ডিতে নারী গ্রহণ করন্তু হে মোর পণ্ডিতে রীতিনীতি নিয়মକୁ লক্ষ্য করে নারী সংস্পর্শ করন্তু যোগ জন্ম সন্তান জন্ম হব মহা মহা মানব তিয়ারি হেবে কিন্তু কেমিতি করিবু বলা ঘরণী হই পুরুষକୁ বলা মায়ারে ভক্ষে সে অঙ্গକୁ জানু যৌবন ভার বহি বলা পুরুষ মন গলা বাই বলা পুত্র রূপরে জাত গলা পত্নী রূপরে সে ভক্ষিলা বলা 30 বিনে স্ত্রী সঙ্গ ইয়ে তেবে রহিব পূর্ব অঙ্গ বলা অন্য দিনরে মাতা সুত ইয়ে বুঝନ୍ତି সুজ্ঞানী পণ্ডিত বলা পুরুষ পুত্রর প্রমাণ নারীটি মাতা ওটে জাণ বলে মাতা ভক্ষিলে কুমরাকু ইয়ে গুহারি করিব কাহাকু পুত্র কন্যা প্রাপ্ত হলা পরে যে সংসারী ভাই ভৌণী মানে নরনারী মানে মাসকু থরে স্ত্রী সঙ্গম করନ୍ତି সেমানଙ୍କର পূর্বায়ুষ সুদৃঢ় হব ଯେଉଁମାନେ ପଣ୍ଡିତେ ନାରୀ ସଙ୍ଗମ କରନ୍ତି କାମ ଭୋଗ ଲାଳସା ଅନୁସାରେ ଗୀତାରେ ଭଗବାନ ବ୍ୟାସ ଲେଖିଲେ ଅନେକ ଚିତ୍ତ ବିଭ୍ରାନ୍ତ ମୋହଜାଲା ସମାବୃତା ରସକ୍ତା କାମ ଭୋଗେଷୁ ପତନ୍ତି ନରକେଷୁ ଜୟୀ ତ୍ରିବିଧ ନରକେ ସ୍ୱେଦଂ ଦ୍ୱାରନାଶ ନୟାତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ତ୍ରୟ ତ୍ୟଜ୍ୟତେ ଯିଏ ସଂସାର କରି କାମ ଭୋଗରେ ବେଶୀ ଆଜ୍ଞା ମନ ନିମଗ୍ନ କରିବ ତା ଜୀବନ ନରକମୟ ଯନ୍ତ୍ରଣା ଭୋଗ ପଣ୍ଡିତ ଗଲେ ରୋଗ ହୋଇଥାଏ ସେଇଥିପାଇଁ ଭୋଗ କଲେ ରୋଗ ହୁଏ ରୋଗ ହଲେ ମଣିଷ ଭବ ରୋଗରେ ପୀଡ଼ିତ ହୁଏ ତ୍ୟାଗ କଲେ ଭୋଗ ମିଳେ ଭୋଗ କଲେ ରୋଗ ହୁଏ ରୋଗ ହେଲେ ଭବ ରୋଗରେ ପୀଡ଼ିତ ହୁଏ ସେଇଥିପାଇଁ ପୁତ୍ର କନ୍ୟା ହେଲା ପରେ ଯେ ମାସକୁ ଥରେ ସ୍ତ୍ରୀ ସଙ୍ଗମ କରେ ତା ପୂର୍ବାୟୁଷ କ୍ଷୁର୍ଣ୍ଣ ରହେ ଭାଗବତ କହିଲେ ଜୀବର ସ୍ୱଧର୍ମୟ ବାଣୀ সকল বেদে পরিমাণী ଏହା ନ ଜାଣି ମୂଢ଼ ପ୍ରାଣୀ ଦୁଃଖକୁ ସୁଖ ପ୍ରାୟ ମଣି ତାହେଲେ ପଣ୍ଡିତେ ଏକଥା ଆମେ କାହିଁ କହିଲେ ସେଇଦିନ ପଣ୍ଡିତେ ଦୀପକୁ ଆଜ୍ଞା ନିୟମ କରି ରାମ ପ୍ରତିଜ୍ଞା କଲେ କହିଲା ହେ ସୀତା ଭାବୁଛ କି ମୁଁ ଏ ତ୍ରେତୟା ଯୁଗରେ ଅନେକ ନାରୀ ଗ୍ରହଣ କରିବି ନା ଏ ଜୀବନ ଥିବା ପର୍ଯ୍ୟନ୍ତ ତମେ ମୋର ପତ୍ନୀ ହେବ ଏ ଯୁଗରେ କାହା ସହିତ ପାଣି ଗ୍ରହଣ କରିବିନି ଏକ ପତି ବ୍ରତ କରିବି ପ୍ରତିଜ୍ଞା କରୁଛି মা পণ্ডিতে প্রতিজ্ঞা করিবে ভগবান তো প্রতিজ্ঞা কলে সেইথিপাই ভারতবর্ষরে পণ্ডিতে সারে জাহান সে আচ্ছা হিন্দু সীতা हमारा আজি আজ্ঞা পুণ্য শ্লোক নলরাজা পুণ্য শ্লোক যুধিষ্ঠির পুণ্য শ্লোকাচ বৈদেহী পুণ্য শ্লোক জনার্দন সত্য যুগরে পুণ্য শ্লোক দিয়া গলা নলঙ্কু ত্রেতারে দেলা সীতাঙ্কু দ্বাপরে ধর্মরাজঙ্কু কলিযুগে জগন্নাথঙ্কু দিয়া গলা তাহলে পণ্ডিতে সীতাঙ্কর কোউ গুণ থিলা যে পুণ্য শ্লোক হেলে সেইথিপাই ভারতরে পণ্ডিতে সীতাঙ্কর ভଳି সতী নাহান্তি সীতা ভଳି পণ্ডিতে জগতরে আউ সতী সতী পতিব্রতা মা জন্ম হেবেনি দেখন্তু রাম সিনা নিয়ম কলে এ যুগরে তম সহিত মোর মিলন হব এ যুগরে তম সহিত মোর কেবে হেলে বিচ্ছেদ হবনি মু তম ব্যতীত কেবে দ্বিতীয় স্ত্রী গ্রহণ করিবিনি কিন্তু মা সীতা তাঙ্কটু 100 গুণরে পণ্ডিতে প্রমাণ করে দেখাই দেলে কহিলানি সত্য কলে বলা বৈদেহীকে সুগাড়ি কেতকে বৈদেহীকে সুগাড়ি কেতকে মনে লিখিত পথি কস্তুরীকে মনে লিখিত পথি কস্তুরীকে বড় মণ্ডপরু জীব বাহুড়ে বড় মণ্ডপরু বার্তা বহে তুমকু নেবি লড়ে বার্তা বহে তুমকু বলি নাহি চিতে মোর অনেক বলি নাহি চিতে বলা ইবি জন্মে জন্মে মোচিত বলা ইবি জন্মে জন্মে সীতা আজ্ঞা প্রতিজ্ঞা কলে হে স্বামী প্রতিজ্ঞা করুছি মো পাই যুগ অন্ত হলা পরে ইয়া পরে আসিব দ্বাপর যুগ মো পাই গোটে স্বামী নিরূপণ করা যাব মু আপনাকু চিঠি লেখিবি অন্তর্নিহিত প্রেমর বার্তা প্রদান করিবে মো পাই গোটে বর আসি বর মণ্ডপ পর্যন্ত পৌঁছিব মু আপনাকু চিঠি লেখিবি
ଚିଠି ପାଇବା ମାତ୍ରକେ ଆପଣ ମତେ ଆସି ନେଇଯିବେ। ଏ ଯୁଗ କ'ଣ ପ୍ରତ୍ୟେକ ଯୁଗରେ ଆପଣଙ୍କ ସହିତ ମୋର ପ୍ରଭୁ ଅନୁଗାମିନୀ ପତି ପତ୍ନୀ ରୂପରେ ଜନ୍ମ ହଉଥିବ। ହେ ସେଇଥିପାଇଁ ନାରଦଙ୍କୁ ବୁଝାଇଲେ ଭଗବାନ କୃଷ୍ଣ, ନାରଦ ଏଇଟା ଆଗରୁ ନିର୍ଦ୍ଧାରିତ ହେଇଯାଇଛି। ମୁଁ ରୁକ୍ମିଣୀକି ବିବାହ କରିବି ବୋଲି ଏଇଟା ଆଗରୁ ବିଧାତା ନିର୍ଦ୍ଧାରିତ କରି ସାରିଛନ୍ତି। ତମେ ନିର୍ଦ୍ୱନ୍ଦରେ ରହ। ଭଗବାନଙ୍କଠୁ ବିଦାୟ ପ୍ରାପ୍ତ ହୋଇ ଯେତେବେଳେ ପଣ୍ଡିତେ ନାରଦ ସ୍ୱର୍ଗକୁ ଗମନ କଲେ, ଏଇଠି ପଣ୍ଡିତେ ରୁକ୍ମିଣୀ ବିଦର୍ଭ ରାଜ୍ୟରେ ଯାଇ ପହଞ୍ଚିଲେ। ରାଜା ଭୀଷ୍ମକ ଗୋଟେ ସଭା କାର୍ଯ୍ୟକ୍ରମ କରୁଥିଲେ। ବସନ୍ତ ବାବୁ, ରୁକ୍ମିଣୀଙ୍କ ବାପା ହେଲେ ବିଦର୍ଭ କଟକର ରାଜା ଭୀଷ୍ମକ। ପ୍ରଜା ମାନଙ୍କର ଭଲ ମନ୍ଦ ଖବର ବୁଝିବା ପାଇଁ ଗୋଟେ ସଭା କାର୍ଯ୍ୟକ୍ରମ କରୁଥିଲେ। ବର୍ତ୍ତମାନ ଚାଲିଛି ସଭା। ସଭା ଭିତରେ ରମ୍ଭା, ମେନକା, ତିଲୋତ୍ତମା, ଅଷ୍ଟ ସର୍ବାଗଣ ଅଛନ୍ତି। ଗୋଟେ ନାଚି ଗାଇ କମାଲ କର। ଓହୋ, ବିଦ୍ୱାନ, କବୟ, ଭଟ୍ଟା, ଗାୟକ, ପରିହାସକ, ଇତିହାସ ପୁରାଣଜ୍ଞ, ସଭା ସପ୍ତାଙ୍ଗ ଲକ୍ଷଣ, ସଭାକଳ୍ପ, ତରୁବନ୍ଦେ, ବେଦଶାଖା, ବନ୍ଦିତା, ଶାସ୍ତ୍ର ପୁଷ୍ପ, ସମାକର୍ଣ୍ଣ, ବିଦ୍ୱାନ, ଭ୍ରମର, ମଣ୍ଡିତମ୍। ପଣ୍ଡିତେ ସଭାରେ ଧର୍ମ ଆଉ ସାତ୍ବିକ ବ୍ୟକ୍ତି ଆଉ ସଦାଚାରୀ ବସିଲେ ସଭାର ଗୌରବ ବଢ଼େ। ତାହେଲେ ବିଦର୍ଭ କଟକ ରାଜା ଭୀଷ୍ମଙ୍କ ଗୋଟେ ସଭା କାର୍ଯ୍ୟକ୍ରମ କରିଛନ୍ତି। ଗୋଟେ ଗୀତ ଏଇଠି ହବ ଯେ ଗାଇବେ ଗାଁର। টিপা পড়িছি দেখে লালি আম্বরে লালি আম্বে বসে ইদারে লারে লা 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 ইদা লা 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 ইদা লা 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 এটা কোন খন্ডিয়া বন্দুকরে গোটে ফুল ওহଳିଛୁ কোন এটা? এইটা রাই মোহনর রাই। হ্যাঁ ওহଳିଛି ফুল। আচ্ছা মিশিকিরি রাই ফুল। তো লাজ শরম নাই। তা খন্ডিয়া বন্দুক সুতুলি বাঁধিকি আনিଛୁ ভাঙ্গি ଯାଇଛି। তু চুপচাপ বস এসি নাচিব। শুনে এডে সুন্দর পণ্ডিত দর্শক খালি সভা টিকে হলচল হଉଛି ବୋଲି ଟିକେ ପାଟିତୁଣ୍ଡ ହଉଛି ବୋଲି ଗୀତ ଦବା କଥା। ଏ ମଞ୍ଚରେ ପୁଅ ଗୀତ ଦବା ଦରକାର ଉଚିତ ନୁହଁ। ଶୃଙ୍ଖଳିତ ଦର୍ଶକ ଏପଟ ମା ମାନଙ୍କ ପାଇଁ ତୁ ବସ ଚୁପଚାପ। এই সତରେ তুমি কেতে সুন্দর। আহুরি সুন্দর থেলি সুন্দরী। এটা বাজুছি দেখিকিরি বাজিব বাজিব। তুমি গাই নাচে দুনিয়াକୁ কোমল কোমল করে দিও সুন্দরী কোমল। আরে তু মহিরা গরি মহিরাই মোহিড়াই তু বসবে ये टुपुर टुपुर बचा नाचरिंथी তার কোন হলা এ জগ তাকু এ তাকু জগ কোন হউছি তমর কোন হউছি
আরে তু মহিরা গরি মুহিরাই মোর ছাতি ভিতর কোনটা বাজে টিন টিন মোর ছাতি ভিতর কোনটা বাজে টিন টিন মোর ছাতি ভিতর কোনটা বাজে টিন টিন মহিরা গরি মুহিরাই টুপুর বাসনা টিন টিন মোর ছাতি ভিতর কোনটা বাজে টিন টিন মোর ছাতি ভিতর কোনটা বাজে টিন টিন মোর ছাতি ভিতর কোনটা বাজে টিন টিন ବାହାରିଲେ ଚିଡ଼ିଆଖାନା ହୁକ ଟିକେ ହସଉଛି କିରେ ଜମ ହସଉଛି ଜମ କଣ ପାଇଁ ହସୁଛୁ ଏମିତି କହିଲୁ এই ঝিଅটি କାହା ପୁଅ କାହାର? ଏ ଚଷମାଟା ଖଣ୍ଡିଆ ରହ, ଏ ନାକ ତଳେ ନିଶ କାହିଁ ଛୋଟିଆ ହେଇଛି ଏ ନାକ ତଳେ ଲମ୍ବା ନିଶ ଥିଲା ସାର୍। ଆପଣ ମାନେ ସମସ୍ତେ ଜାଣିଛନ୍ତି 1999 ଅକ୍ଟୋବର ମାସରେ ଆସିଲା 29 ତାରିଖରେ ମହାବାତ୍ୟା। ବାତ୍ୟା ସହିତ ନିଶ କାହିଁ ଛୋଟିଆ ହେଲା କହ ଏବେ ସିନା ସବୁ କୋଠା ଘର ହେଇଗଲା, ସେତେବେଳେ ସବୁ ମାଟି କାନ୍ଥ ଆଉ ଦକ୍ଷିଣ ହାୱା ଖାଇବା ପାଇଁ ମୋ ବୋଉ ଗୋଟେ ଜଳାମୁହିଁ ତିଆରି କରିଥିଲା ସାର୍। ମହାବାତ୍ୟା ପବନ ଘରେ ପଶିବ ବୋଲି ମୋ ବୋଉ ଗୋଟେ ଛିଣ୍ଡା ଅଖାଟେ ଚୁଣ୍ଟା ଦେଇଦେଲା। ଯେତେବେଳେ ମହାବାତ୍ୟା ଘୁ ଘୁ ସୁ ସୁ କରି ଘର ଦ୍ୱାର ଉଡେଇକିରି ଯେତେବେଳେ ଗଛପତ୍ର ଭାଙ୍ଗିଲା, ମୁଁ ସେଇ ଘରେ ବଇଥିଲି, ସେଇ ଜଳାମୁହିଁରୁ ଚୁଣ୍ଟା ଟିକି ବାହାର କରିଦେଲି। ହଠାତ୍ ମହାବାତ୍ୟା ପବନ ମୋ ନିଶକୁ ଆଟାକ୍ କଲା। ଓହୋ ନିଶକୁ ଆକ୍ରମଣ ଯେତେବେଳେ ଘିରି ଘିରି କରିକି ଗଛ ଉପଡେଇଲା ଭଳିଆ ଉପଡେଇବାକୁ ଚାହିଁଲା, ହଁ ସାଙ୍ଗେ ସାଙ୍ଗେ ଦାବି ଦେଲି। ଆଚ୍ଛା ମଝି ତକ ରହିଲା ଉଭୟ ପାର୍ଶ୍ୱରୁ ଉଡେଇକି ନେଇକି ପଳେଇଲା ମଝିତକ ରହିଲା, ଦି ପାର୍ଶ୍ୱରେ ଉଡେଇକି ନେଇକି ଚାଲିଗଲା। ସେଇଦିନକ ଉଭୟ ପାର୍ଶ୍ୱରୁ ନିଶ ଆଉ ଉଠିଲାନି ସାର୍, ପାରାଦୀପ ଏଡସବାର ଅଞ୍ଚଳରେ ହଜାର ହଜାର ଲୋକ ମରିକି ପଡିଲେ, ସିଏ କଣ ଉଠିଲେ ନା ଉଠିଲେନି କେତେ ଗାଈ ଗୋରୁ ଛେଳି ମେଣ୍ଢା ମରିକି ପଡିଲେ, ସିଏ କଣ ଆଉ ଉଠିଲେ ନା ଉଠିଲେନି କେତେ ମହା ମହାଦ୍ରୁମ ଗଛ ଉପୁଡିକି ପଡିଲେ, ସିଏ କଣ ଆଉ ଉଠିଲେ ନା ଉଠିଲେନି ସେଇ ଦିନଠୁ ଆଉ ଏଇ ଦିପାଖ ନିଶ ଉଠିଲେନି। ତମ ମାନସକୁ କହିଲି ଟିକେ ହାତ ମାରି ଦିଏ, ଉଠୁ। ଦିଥର ହାତ ମାଇଲା ଉଠୁନି। ଗୋଧି ମୁହାଁ ଟଗର ଗଛରୁ ଆଇ ଦଉନୁ, ଟଗର ଗଛ ନହେଲେ ମନ୍ଦାର ଗଛ। ଇ ମା ଏ ଦୂରାଇ ଦୂରାଇ ରହି ପାରୁ ନାହିଁ, ଧୀରେ ଧୀରେ ପ୍ରେମ ହୋଇଗଲା ରେ। ଦୂରାଇ ଦୂରାଇ ରହି ପାରୁ ନାହିଁ, ଧୀରେ ଧୀରେ ପ୍ରେମ ହୋଇଗଲା ରେ। ଦୂରାଇ ଦୂରାଇ ରହି ପାରୁ ନାହିଁ, ଧୀରେ ଧୀରେ ପ୍ରେମ ହୋଇଗଲା ରେ। ଦୂରାଇ ଦୂରାଇ ରହି ପାରୁ ନାହିଁ, ଧୀରେ ଧୀରେ ପ୍ରେମ ହୋଇଗଲା ରେ। ମନକୁ ଦିଏ ମୋର ଗୋଟିଏ ହୃଦୟ, ତା ପାଖେ ମନ ମୋର ରହିଗଲା ରେ। ମନକୁ ଦିଏ ମୋର ଗୋଟିଏ ହୃଦୟ, ତା ପାଖେ ମନ ମୋର ରହିଗଲା ରେ। ତୁ କି ଜାଦୁଗର ମୋର ଜାଦୁ ଚିମ୍ ଚିମ୍, ତୁ କି ଜାଦୁଗର ମୋର ଜାଦୁ ଚିମ୍ ଚିମ୍। ତୁ କି ଛୁଆ ଦେଲୁ ଏ ଦେହ ରିମ୍ ରିମ୍, ତୁ କି ଛୁଆ ଦେଲୁ ଏ ଦେହ ରିମ୍ ରିମ୍। ମୋର ଛାତି ଭିତର କୋଣ୍ଟା ବାଜେ ଟିନ୍ ଟିନ୍, ମୋର ଛାତି ଭିତର କୋଣ୍ଟା ବାଜେ ଟିନ୍ ଟିନ୍, ମୋର ଛାତି ଭିତର କୋଣ୍ଟା ବାଜେ ଟିନ୍ ଟିନ୍। ହ୍ୟାଲୋ ହ୍ୟାଲୋ ମିଲି, ହ୍ୟାଲୋ ଲାଜ ସରମ ନାହିଁ ବଉଳ, ତୁ କଲେଜ ଆସିଲୁଣି? ହେଲୋ ତୁ କୋଉଠି ଛିଡ଼ା ହେଇଛୁ? ହ୍ୟାଲୋ 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 ହ୍ୟାଲୋ, କେସ୍ କହୁଛ?
କୋଉଠି ଲାଗିଛି? ଏଇଟା ହଉଛି ଫାୟାର ଷ୍ଟେସନ। କୋଉଠିକି ଲଗେଇଛ? ଇଲୋ ମାୟ ରଙ୍ଗ ନମ୍ବର। ଏଇଟା ହଉଛି ଦମକଳ ଅଫିସ। କୋଉଠିକି ଲଗେଇଛ? ଆଲୋ କୋଉଟେ ସନ ଲଗାଉ କୋଉଟେ ସନ ଲାଗୁଛି ଆମ୍ବ ଗଛରେ ନିଆଁ ଲାଗିଲେ ପେଟ ପଣସ ଗଛଟା ଜଳୁଛି। ଏ ଆମ୍ବ ଗଛରେ ନିଆଁ ଲାଗିଲେ ପେଟ ପଣସ ଗଛଟା ଜଳୁଛି। ହ୍ୟାଲୋ ହାଲୋ, ବଉଳା ତୁ କୋଉଠି? ଆଲି ତୁ କୋଉଠି? ମୁଁ ବର୍ତ୍ତମାନ ମଧ୍ୟ ଖଣ୍ଡିଆ କଲେଜରେ। ଏଇ ମଧ୍ୟ ଖଣ୍ଡ କଲେଜ ପାଖରେ। ଆଲୋ ତୁ ବେକା ଆସୁନୁ କଣ ଚାଳି ଚରେଇ ଯାଇଥିଲୁ? ଆଲୋ ନାଇଁ ଲୋ, ମୁଁ ମାଙ୍କ ପାଖକୁ ଆଇଛି। ଆଇଲୁ ବଉଳ କଣ କହୁନୁ? ଏଇଠି ସେ ବାରି ପଡା କଣ୍ଟ୍ରାକ୍ଟରଟା ନୁହେଁ ମତେ ଖାଲି ଆଖି ମାରି ଦେଇଗଲା ଲୋ। ଆଲୋ କଣ୍ଡକ୍ଟର ଆଖି ମାରିଛି ନା ଇଏ ବସ୍ ବାଲା ଆଖି ମାରି ଦେଇଛି? ଏଇଠି ଶୁଣିଲୁ କଣ? ମତେ ପାସ ଲାଗିଲାଣି ମୋ ମୋବାଇଲଟା ଧ 30,000 ଟଙ୍କା ମୋ ମୋବାଇଲ ଭାଙ୍ଗିବୁନି। ନାଇଁ ଲୋ, ଗୋଟେ କାମ କରିବୁ, ପାଶେ ବସିବୁ, ଏ ବସ୍ ପଛପଟକୁ ଯାହାରି ସେଇଠି ଶୀଘ୍ର ଏକ କରିକି ଆସିବୁ। ଦେଖିବୁ କେହି କୋଉ ଆଡେ ନଥିବେ, ଯେମିତି ଲୁଚିକିରି ବସିବୁ, ଆମକୁ ଲାଜ ମାଡ଼ିବ ଯେ। ଏ ଆମ୍ବ ଗଛରେ ନିଆଁ ଲାଗିଲେ ପେଟ ପଣସ ଗଛଟା ଜଳୁଛି। ଆମ୍ବ ଗଛରେ ନିଆଁ ଲାଗିଲା। ମହାପ୍ରଭୁ ନାଇଁ ରଖ। ବରଷା ଛିଟା ପରି ତୋ ପ୍ରେମ ବରଷା, ଚଲା ବାଟକୁ ମୋର ଓଦା କଲା ରେ। ବରଷା ଛିଟା ପରି ତୋ ପ୍ରେମ ବରଷା ଚଲା ବାଟକୁ ମୋର ଓଦା କଲା ରେ। ବରଷା ଛିଟା ପରି ତୋ ପ୍ରେମ ବରଷା, ଚଲା ବାଟକୁ ମୋର ଓଦା କଲା ରେ। ବରଷା ଛିଟା ପରି ତୋ ପ୍ରେମ ବରଷା ଚଲା ବାଟକୁ ମୋର ଓଦା କଲା ରେ। ଆଖିରେ ଆଖି ଦେଲୁ ଏମିତି ସପନ, ରାତି ସାରା ନିଦ ଉଡ଼ିଗଲା ରେ। ଆଖିରେ ଆଖି ଦେଲୁ ଏମିତି ସପନ ରାତି ସାରା ନିଦ ଉଡ଼ିଗଲା ରେ। ତୁ କି ଜାଦୁଗର ମୋର ଜାଦୁ ସିମ୍ ସିମ୍, ତୁ କି ଜାଦୁଗର ମୋର ଜାଦୁ ସିମ୍ ସିମ୍, ତୁ କି ଛୁଆ ଦେଲୁ ଏ ଦେହ ରିମ୍ ଝିମ୍। ତୁ କି ଛୁଆ ଦେଲୁ ଏ ଦେହ ଝିମ୍ ଝିମ୍। ମୋର ଛାତି ଭିତର କଣ୍ଟ ଟିନ୍ ଟିନ୍ ମୋର ଛାତି ଭିତର କଣ୍ଟା ବାଜେ ଟିନ୍ ଟିନ୍, ମୋର ଛାତି ଭିତର କଣ୍ଟା ବାଜେ ଟିନ୍ ଟିନ୍। ଶୁଣୁଥିଲେ ପଣ୍ଡିତ ମଣ୍ଡଳୀ ଛାତି ଭିତର କଣ୍ଟା ବାଜେ। ରକ୍ଷା କରିବେ ପ୍ରଭୁ ବନମାଳୀ। ରଖିଥିବେ ସେଇ ପ୍ରଭୁ ଭଗବାନ, ଯିଏ ରକ୍ଷା କରିଥିବେ ହରି ଭଗତ ଜୀବନ। ଜୟ ଜୟ ଜଗନ୍ନାଥ ଜଳବାସୀ, ଜୟ ଜୟ ନାରାୟଣ ଚରାଚର ଶଶୀ, ଜୟ ଜୟ ଦୁର୍ଗା ରୂପ ପଞ୍ଚଧା ତୋହର, ଇଏ ନାନା ରୂପେ ଯୁଗେ ଯୁଗେ ହେଉ ଅବତାର। ଛାତି ତୁହି ପାର୍ବତୀ ଆମର ଅଟୁଆ ବିବାଦ, ବିହାର ନିବାରଣେ ହୋଇଅଛ ଜାତ। ତୁହି ଜୟା ବିଜୟା ଗତି ଅଟୁ ବୁଢ଼ାଣୀ, ଛାତି ସର୍ବାଣୀ ଶିବାଣୀ ତୁମେ ଭବାନୀ ରୁଦ୍ରାଣୀ। ଆସନ୍ତୁ ଆଜ୍ଞା, ଯେତେବେଳେ ଭୀଷ୍ମକୁ ଗୋଟେ ସଭା କାର୍ଯ୍ୟକ୍ରମ କରିଥିଲେ, ହେ ମୋର ପଣ୍ଡିତ ମଣ୍ଡଳୀ, ସଭାକୁ କେଉଁ ବ୍ୟକ୍ତି ବସିଲେ ସୁନ୍ଦର ନା ବିଦ୍ୱାନ କହିଲେ ଜ୍ଞାନୀ, କବୟ କହିଲେ କବି, କବି ଗାୟକ କହିଲେ ଗାଇବା ବାଲା, ଗାଇବା ବାଲା ପରିହାସ କହିଲେ ହାସ୍ୟରସ ଶୁଣିବା ବାଲା, ଦୁନିଆ ବାଲା ଇତିହାସ ପୁରାଣ ମଧ୍ୟରେ ଯାହାର ଅଭିଜ୍ଞତା ଥିବ, ଏ ବ୍ୟକ୍ତି ମାନେ ସଭାରେ ବସିଲେ ସଭାର ଗୌରବ ବଢେ। ଗାୟକ ରତ୍ନ ଲୋକନାଥଙ୍କର କଣ କହିଲେ? କହିଲା ବ୍ରାହ୍ମଣକୁ ଚିତା ପଇତା ସୁନ୍ଦର, ଦେଶକୁ ସୁନ୍ଦର ରାଜା। ଧୀରେ ହୋ ମୁଖକୁ ସୁନ୍ଦର ମନ୍ଦ ହୁନ୍ଦ ହାସ, ବିଶ୍ୱକୁ ସୁନ୍ଦର ବାଜା। ଧୀରେ ହୋ ଘରକୁ ସୁନ୍ଦର କୁଳବତୀ ନାରୀ, ଶିରକୁ ସୁନ୍ଦର କେଶ, ଧୀରେ ହୋ ଇଏ ଘରକୁ ସୁନ୍ଦର ବାଳୁତ ନନ୍ଦନ, ବେଶ୍ୟାକୁ ସୁନ୍ଦର ବେଶ, ଇଏ ତରଣୀ ମଙ୍ଗକୁ ନାବିକ ସୁନ୍ଦର, ସିଂହକୁ ସୁନ୍ଦର ସଟା, ଖୋଲା ବନ୍ଧୁକୁ ସୁନ୍ଦର ଗତାଗତ ଥିଲେ।
ଛାତିକି ସୁନ୍ଦର ଜଟା ସଭାକୁ ସୁନ୍ଦର ସତ୍ୟବନ୍ତ ଧୀର ଜଳକୁ ସୁନ୍ଦର ପଦ୍ମ କ୍ଷତ୍ରିକି ସୁନ୍ଦର ଧନୁବୀର ବେଶ ଜନସଭା करे ସଦ୍ମ ସାବଧାନ ସଭାରେ ବସିଥିବେ କେବେ ଅସତ କଥା କହିବେନି ଆଜ୍ଞା ସଭାରେ ବସିଥିବେ ପକ୍ଷ ଧରି କେବେ କଥା କହିବେନି ସଭାରେ ବସିଥିବେ କେବେ ପଣ୍ଡିତେ ମିଛ କହିବେନି ସଭାରେ ବସିଥିବେ କେବେ ପଣ୍ଡିତେ ହସିବେ ନାହିଁ ଏହା କଲେ ପଣ୍ଡିତେ ମହାପାପ ସେଇଥିପାଇଁ ସଭାରେ ସତ୍ୟବନ୍ତ ସୁଦୃଢ ଆଉ ସଦାଚାର ବ୍ୟକ୍ତି ମାନେ ବସିଲେ ସଭାର ଗୌରବ ବଢେ ରାଜା ଭୀଷ୍ମ ଗୋଟେ ସଭା କାର୍ଯ୍ୟକ୍ରମ କରିଥିଲେ ସଭାର ଆଭିମୁଖ୍ୟ ପ୍ରଜା ମାନଙ୍କର ଭଲ ମନ୍ଦ ଖବର ବୁଝି ଯାଇ ରାଣୀଙ୍କର ଅନ୍ତପୁରେ ପହଞ୍ଚିଲେ ସେତେବେଳେ ସମ୍ବିଧାନ କେତେ ସୁନ୍ଦର ଦେଖନ୍ତୁ ଆଜ୍ଞା ସେତେବେଳେ ନାରୀ ମାନ ଅଲଗା ପୁରୁଷ ମାନେ ଅଲଗା ରହୁଥିଲେ ରାଜା ମହଲ ଅଲଗା ରାଣୀଙ୍କ ମହଲ ଅଲଗା ରୀତିନୀତି ନିୟମ ବେଳା ନକ୍ଷତ୍ରକୁ ନେଇ ରାଣୀଙ୍କ ମହଲକୁ ରାଜା ଯାଉଥିଲେ ଏବେ ଆଜ୍ଞା ସେ ନିୟମ ହଜିଗଲା ସର୍ବେ ହୋଇବେ ଏକାକାର ନଥିବ ବେଦର ବିଚାର ଏଣୁ ହୋଇବେ ଅଳ୍ପାୟୁଷ ପାପେ ସକଳ ଯିବେ ନାଶ କଲା ଦେଖ ଏ କଳିଯୁଗ ଗତି କଲା ଲୋକ ହୋଇବେ ଦୁଷ୍ଟ ମତି କଲା ଅଗମେ କରିବେ ଗମନା ଇଏ ନିଲିବେ ନିଗମ ବଚନା ଏଣୁ ହୋଇବେ ଅଳ୍ପାୟୁଷ ପାପେ ସକଳ ଯିବେ কলিযুগরে লোকমানে ভাল কথা শুনিবাকু ভাল পাইবে নাহি কলিযুগরে পণ্ডিত মণ্ডলী লোকমানে দুষ্টমতি হেবে অবাটকু ଯିବେ পণ্ডিতে বাটকু হজি ଯିବେ মা মানে রাতি পাইলে কেতে মা মানে বসিছে আমি এটি লক্ষ লক্ষ হাজার হাজার ভাবে বসিছে রাতি পাইলে স্নান শৌচ সারি গোটিয়ে শ্লোক গীতা পড়ন্তু আজ্ঞা ସବୁଦିନ ମା ମାନେ ଗୋଟେ ଅଧ୍ୟାୟ ଭାଗବତ ପଢନ୍ତୁ ଯେ ଗୀତା ଭାଗବତ ପଢିବ ମା ମାନେ ଆପଣଙ୍କ ଶୃଙ୍ଖଳିତ ପରିବାର ସୁଦୃଢ ହବ ସେଇଥିପାଇଁ ମା ମାନେ ଆଧ୍ୟାତ୍ମିକତା ଶକ୍ତି ଆଜି ହଜିଗଲା ବୋଲି ଦୁଃଖ ଆମକୁ ଗ୍ରାସ କଲା ଆଧ୍ୟାତ୍ମିକତା ବିନା ମା ଶାନ୍ତି ନାହିଁ ଅଚ୍ୟୁତ ଲେଖିଲେ ଆମେ ଜାଣୁଛ ବୋଲି ଆଧ୍ୟାତ୍ମିକତାକୁ ଗ୍ରହଣ କରୁନେ ବୋଲି ଆଜି ପଞ୍ଚଭୂତ ଉଦ୍ଧତ ହେଲା କଲା ଦିବସ ଉଦିତ ହୋଇବ ତାରା ପ୍ରଚଣ୍ଡ ହୋଇବ স্থলভাগ জলভাগ হব সাগর ফুলিଯିବ তা মানে মা মানে আজ্ঞা সবু উদ্ধত পঞ্চভূত হলা বলি বায়ু পণ্ডিতে উদ্ধত হলা পঞ্চভূতর পণ্ডিতে ভার সময় আমি হরাই বসিলে মন ইচ্ছা বঞ্চিলে মন ইচ্ছা খাইলে মন ইচ্ছা শোইলে মা মানে তপস্বিনী কাব্য গঙ্গাধর মেহর কহিলে বলে শাশুঙ্ক চরণ নীতি সে বুথিব গৃহ দেবতা শাশুটি স্বামীর পূজা সিংহাসন সর্বসম্পদর মা মানে আপনার স্বামী কঠু বড় হচ্ছেন শাশু আর শ্বশুর তাঙ্কু যে অসম্মান করি কদর্য কথা কহি তাঙ্কু খাদ্য পর অভাব করি যে তাঙ্কু মা মানে ঘরে অশান্তিরে রখিব কবি লেখিলে তা স্বামীর আয়ুষ কমিଯିବ আজ্ঞা সেইথিপাই শাশু আর শ্বশুরঙ্কর দায়িত্ব যে মা মানে যে বধূ মানে নিয়ন্তি তা স্বামী আয়ুষ লম্বা হুয়ে ঘরর মাল স্বামী কঠু বড় হলে শাশু শ্বশুর সেদিন আজ্ঞা গঙ্গাধর মেহর নারী মানুষ শৃঙ্খলিত করা বয়ান দেলে হে মোর মা মানে ঘরর आपण मानकर धन संपत्तिर खणी होउछंदी शाशु शाशुंग चरण को सेवा करंतु आज्ञा को मानंतु गृहर देवता होउछंदी शाशु तांकु संतुष्ट कले ससुरं को सेवा कले माँ सर्व संपद आपण पाखरे पहुंचे सेठी पई माँ माने वर्तमान जुगरे मन इच्छा बंचिले सदाचार भूली गले सेवा हजिगला संकीर्णता आसिला उन्नता केश होला लक्ष लक्ष जानू जवन भार बहिकी नारी माने एपड़ सेपट हले सेठी पई ये कलिजुग आज पड़ी ध्वंसशील नारी जदि शृंखलित सदाचारी नारी जदि सेवा नारी जदि पवित्रता व्रत को धारण करिवो परिवार समस्त दायित्व सुकृत भाव बहन करिवो सावधान मारी माँ माने से घरे लक्ष्मी सदा सर्वदा संतुष्ट हेबे नारायण प्राप्त हेबे आगे रखिदेवी हौ ताहले पंडित मंडली विषयवस्तु स्थगित होला
ଆପଣମାନଙ୍କର ପ୍ରାଚୀନ ସାହିତ୍ୟ ସାମାଜିକ ପୁରାଣ ସଂସ୍କୃତିକି ନେଇ ଯେତିକି ଆପଣମାନଙ୍କ ଆଗରେ ପ୍ରକାଶ କଲି ଦୋଷ ଥିବ ତ ବହୁତ ଆଜ୍ଞା କ୍ଷମା ଦେବେ। ଏତେ ଲୋକ ଆମେ ଆଜ୍ଞା କେଉଁ କଳାକାର ଆପଣମାନଙ୍କୁ ଆମେ ଆୟତ୍ତ କରିପାରିବୁ। ତଥାପି ଯେତିକି ଆମ ମନ ଅଳ୍ପ ବୁଦ୍ଧିରେ ଅଳ୍ପ ଶିକ୍ଷାରେ ଆପଣମାନଙ୍କୁ ଯେତିକି ଆମେ ବୟାନ ଦେଲୁ, ଯଦି ଦୋଷ ଥିବ କ୍ଷମା କରିବେ। ବିଷୟଟି ସ୍ଥଗିତ ଏଠି କରୁଛି। ତାହେଲେ ପଣ୍ଡିତେ ଲକ୍ଷ୍ମୀ ଆଉ ନାରାୟଣଙ୍କର ବିବାହ ଉତ୍ସବରେ ପାଲା ଆଜି ହେଉଥିଲା। ଭଗବତୀ ମାଙ୍କର ଆନୁକୂଲ୍ୟରେ ମାର ଭକ୍ତି ରସାତ୍ମକ ନାଟକ ମୁଁ ଆରମ୍ଭ କରିଥିଲି। ଆପଣମାନଙ୍କର ନାରୀ ଜାତିର କଲ୍ୟାଣ ପାଇଁ ଗୋଟିଏ ପଦ ଗାଇଥିଲି। ପିଲାମାନେ ଶାଶୁଙ୍କ ଚରଣ ନୀତି ସେବୁଥିବୁ ଗୃହର ଦେବତା ମଣି, ଶାଶୁଟି ସ୍ୱାମୀର ଅପୂଜା ସିଂହାସନ ସର୍ବସମ୍ପଦର ଖଣି। ବାପା ମାଙ୍କୁ ଅସମ୍ମାନ କରନ୍ତୁନି ଆଜ୍ଞା। ବାପା ମା ହେଉଛନ୍ତି ଆମର ଜିଅନ୍ତା ଦେବତା। ଘରର ଶାଶୁ ଆଉ ଶ୍ୱଶୁର ହେଲେ ଭଗବାନ ଆଉ ଭଗବତୀ ପାଳନ କର୍ତ୍ତି, ଘରର କର୍ତ୍ତି ଆଉ କର୍ତ୍ତା। ୟାଙ୍କୁ ଯେ ସମ୍ମାନ, ଆଙ୍କୁ ଯେ ଆନନ୍ଦ, ଆଙ୍କୁ ଯେ ଖୁସିରେ ରଖେ, ଲକ୍ଷ୍ମୀ ନାରାୟଣ ଘରେ ମା ରହନ୍ତି। ବିଷୟଟି ସ୍ଥଗିତ କଲି ଆଜ୍ଞା। ବୋଲେ ମୁଁ ଜାଣିଥିଲି କି କାଳିଆ ଦଗାଦାର, ମୁଁ ଜାଣିଥିଲି କି କାଳିଆ ଦଗାଦାର ମୁଁ ଜାଣିଥିଲି କି ଇଏ ମୁଖରେ ମଧୁ ତାଙ୍କର, ମୁଖରେ ମଧୁ ତାଙ୍କର, ମୁଖରେ ମଧୁ ତାଙ୍କର, ମୁଖରେ ମଧୁ ତାଙ୍କର ଅନ୍ତରେ ଜୟ ମୁଁ ଜାଣିଥିଲି କି କାଳିଆ ଦଗାଦାର ମୁଁ ଜାଣିଥିଲି କି ଇଏ ବାଲ୍ୟ ପୁତନା ମାରିଲା, ଶ୍ୟାମଳା ଚୂନ ଭାଙ୍ଗିଲା, ଏ ସନ୍ଧ୍ୟା ଅଘା ବିନାଶିଲା, ବିଚିତ ଛୋର ମୁଁ ଜାଣିଥିଲି କି କାଳିଆ ଦଗାଦାର ମୁଁ ଜାଣିଥିଲି କି ଇଏ ରାଧାୟା ପ୍ରେମରେ ବଢି ଅପବାଦେ ଗଲା ବୁଢୀ, ପ୍ରେମରେ ପଡ଼ି ଅପବାଦେ ଗଲା ବୁଢ଼ୀ। ବିଶ୍ୱ କି ସୋନର ନାହିଁ, ଏ ଘର କି ଦୁଆର ମୁଁ ଜାଣିଥିଲି କି କାଳିଆ ଦଗାଦାର ମୁଁ ଜାଣିଥିଲି ନାଗର ସାଗର ପଣ୍ଡିତ ମଣ୍ଡଳୀ ଦେଇଥିବେ ମୋର ମନ, ଶଙ୍ଖରେ ଘୋଡାଇ ରକ୍ଷା କରିଥିବେ ପ୍ରଭୁ ଭଗବାନ। ଯାହା ଦୋଷ ତ୍ରୁଟି ଥିବ ପଣ୍ଡିତେ ନ ଧରିବେ ଆନ, ଆଉ କେବେ ଭାଗ୍ୟ ଥିଲେ ପୁନର୍ବାର ହୋଇବ ଦର୍ଶନ। ବିଦାୟ ନେଉଛି ଏବେ ଦିନ କିଞ୍ଚନ, ଏହିପରି ମାର ଲୀଳା ଲାଗିଥାଉ ପଣ୍ଡିତ ମଣ୍ଡନ। ସବୁ ବର୍ଷ ଏହିପରି ଆନନ୍ଦ ଭାବରେ ଲାଗିଥାଉ, ଦୟା ମାର ପାଇବା ପାଇଁ ଲୋକ ହୁଅନ୍ତୁ ହାଉ ହାଉ। ଏହିପରି ଲକ୍ଷ ଲକ୍ଷ କୋଟି କୋଟି ଭକ୍ତ ଆସୁଥାନ୍ତୁ, ଇଏ ମାର ପବିତ୍ର ପାଦ ପଦ୍ମର ନିତ ଲଭୁଥାନ୍ତୁ। ହରି ବୋଲ ହୁଳ ହୁଳି କର ତାଳି ଏକ ସ୍ୱରେ ଯିବ, ଇଏ ନାରାୟଣ ଦରବାର ଉଛୁଳି ପଡ଼ିବ। ବୋଲ ଦିନ ଜନ ସଂରକ୍ଷଣ ମହାବାହୁ, ତୀର ଦରବାରେ ଆନନ୍ଦ ସାଗରେ ସର୍ବେ ହରି ବୋଲ ରାମ ତାଳି ହୁଳ ହୁଳି ଦିଅ। ଅନୁଷ୍ଠାନ କର୍ମକର୍ତ୍ତା ମେମ୍ବର କର୍ତ୍ତା ସମସ୍ତ ପଣ୍ଡିତ ମାନଙ୍କର ବିଶ୍ୱର ଭାରତର ଦୁଃଖ ଦୂର ହେଉ।